ନିଆଁରେ ଜଳିଯାଇଥିଲେ ଗେମିଂ ଜୋନ୍ର ମାଲିକ। ମାଙ୍କ ଡିଏନ୍ଏ ପରୀକ୍ଷାରୁ ହେଲା ଖୁଲାସା। ଆସନ୍ତୁ ଜାଣିବା ଏହାର ସର୍ଭିସେସ୍ ଖବର ବିଷୟରେ। ଗୁଜରାଟର ରାଜକୋଟରେ ଗତ ଶନିବାର ସନ୍ଧ୍ୟାରେ ଏକ ଟିଆର୍ପି ଗେମିଂ ଜୋନ୍ରେ ଭୀଷଣ ଅଗ୍ନିକାଣ୍ଡ ଘଟି 9 ଶିଶୁଙ୍କ ସମେତ 28 ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ଏହି 28 ଜଣଙ୍କ ମଧ୍ୟରେ ଗେମିଂ ଜୋନ୍ର ମାଲିକମାନଙ୍କ ମଧ୍ୟରୁ ଜଣେ ଥିଲେ ବୋଲି ଜଣାପଡ଼ିଛି। ମୃତକଙ୍କ ନାମ ପ୍ରକାଶ ହିରନ। ସିସିଟିଭି ଫୁଟେଜରେ ତାଙ୍କ ଉପସ୍ଥିତି ଜଣାପଡ଼ିବା ପରେ ପୋଡ଼ିଯାଇଥିବା ମୃତଦେହ ଭିତରେ ତାଙ୍କୁ ଖୋଜାଯାଇଥିଲା। ପରେ ମାଙ୍କ ଡିଏନ୍ଏ ନେଇ ପରୀକ୍ଷା କରାଯିବାରୁ ତାଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ ଟିଆର୍ପି ଗେମ୍ ଜୋନ୍ରେ ଭୀଷଣ ଅଗ୍ନିକାଣ୍ଡ ଘଟି 28 ଜଣଙ୍କ ମୃତ୍ୟୁ ହୋଇଥିବାରୁ ପୋଲିସ ମାଲିକଙ୍କ ବିରୋଧରେ ଏତଲା ଲେଖିଥିଲେ। ଏତଲାରେ 60% ମାଲିକାନା ଥିବା ପ୍ରକାଶ ହିରନଙ୍କ ନାମ ମଧ୍ୟ ଲେଖାଯାଇଥିଲା। ଏହା ମଧ୍ୟରେ ପ୍ରକାଶଙ୍କ ଭାଇ ତାଙ୍କ ନିଖୋଜ ହେବାର ସୂଚନା ଦେଇ ଅଗ୍ନିକାଣ୍ଡ ଘଟିବା ଦିନ ସେ ଗେମିଂ ଜୋନ୍ରେ ଥିବା ଦାବି କରିଥିଲେ। ଏହି ସୂଚନା ପାଇବା ପରେ ପୋଲିସ ଗେମିଂ ଜୋନ୍ର ସିସିଟିଭି ଫୁଟେଜ ଚେକ୍ କରିଥିଲା, ଯେଉଁଥିରେ ସ୍ପଷ୍ଟ ହୋଇଥିଲା ଯେ ସେ ନିଆଁ ଲାଗିଥିବା ଦିନ ଗେମିଂ ଜୋନ୍ରେ ଥିଲେ। ଏହାପରେ ପୋଡ଼ିଯାଇଥିବା ଶବ ଭିତରେ ତାଙ୍କୁ ଖୋଜିବାକୁ ଚେଷ୍ଟା କରାଯାଇଥିଲା। ଦେହ ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ଚିହ୍ନଟ କରିବା ପୋଲିସ ପାଇଁ ଅସମ୍ଭବ ଥିଲା। ଏଥିପାଇଁ ପ୍ରକାଶଙ୍କ ମାଙ୍କର ଡିଏନ୍ଏ ନେଇ ପରୀକ୍ଷା କରାଯିବା ପରେ ତାଙ୍କ ମୃତଦେହ ମିଳିଥିଲା ବୋଲି ଜଣାପଡ଼ିଛି।